ଐଶ୍ୱର୍ଯ୍ୟ ସ୍ପିରିଟ୍ ଅଫ୍ ଗିଭିଂ କାହିଁକି ରହୁନି? ମୁଁ ମୋର ମୋ ଭଏସ୍ କ୍ଲିୟର ଅଛି ତ ସିଷ୍ଟର? ଆଜ୍ଞା କ୍ଲିୟର ଅଛି। ଆଜ୍ଞା 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 ଠିକ ଅଛି। ମୋ ମାଙ୍କୁ ମୋ ମନେ ପଡେ ସବୁବେଳେ ସେ ସି ଟଟ୍ ଏଭରିବଡି ଟୁ ଗିଭ୍ ବା ଦବା ପାଇଁ ଯୋଉ ଏକ ପ୍ରୟାସ ରହେ, ଖାଲି ଆମେ ପ୍ରଚାର କରିବା ବା ପ୍ରଭୁଙ୍କ ବିଷୟରେ କହିବା ଏବଂ ଅନେକ ରେଫରେନ୍ସ ଦବା, ସେଇଟା ତ ଠିକ କଥା, କିନ୍ତୁ ଜୀବନରେ ନିଜ ଜୀବନରେ ଏକ ପ୍ରାକ୍ଟିକାଲିଟି ଆମ ଜୀବନରେ ଦରକାର କି ଆଜି ଐଶ୍ୱର୍ଯ୍ୟ କାର୍ଯ୍ୟରେ ଏକ ପ୍ରଭାବ ଯେତେବେଳେ ବାହାରୁ ଅନେକ ମିଶନାରୀ ମାନେ ଆସୁଥିଲେ ଯାଉଥିଲେ ଏବଂ ଅନେକ ମିଶନାରୀ ମାନେ ସେବା କରୁଥିଲେ, ସେହି ସମୟର ଏକ ପରିସ୍ଥିତି ଏବଂ ଆଜିର ଏକ ପରିସ୍ଥିତି ମଧ୍ୟରେ ଏକ ବହୁତ ଫରକ ଅଛି। ଆମର ପ୍ରାୟ ବାହାରୁ ଲୋକମାନଙ୍କୁ, ଗରିବ ଲୋକମାନଙ୍କୁ, ଅନ୍ୟମାନଙ୍କୁ କିମ୍ବା ନିଜ ଭିତରେ ପାଳକମାନଙ୍କୁ ଅନ୍ୟମାନଙ୍କୁ ଉତ୍ସାହ ଦେବା ପାଇଁ ଆମ ଭିତରେ କେବଳ କଥାବାର୍ତ୍ତାରେ ନୁହେଁ କିନ୍ତୁ କାର୍ଯ୍ୟରେ ଦରକାର। ଯାହା ମୁଁ ଶିଖିଛି ମୋର ବାପା ମାଙ୍କର ତାଙ୍କ ଅନୁଭୂତିରୁ, ଯେତେବେଳେ ବି ଯିଏ ଜଣେ ଆସିବେ ପାଳକମାନେ କିମ୍ବା ପ୍ରଭୁଙ୍କ ଲୋକମାନେ କିମ୍ବା କିଏ ଗୋଟେ ପ୍ରଭୁଙ୍କର ମଣ୍ଡଳର ଗୋଟେ ଦିଗନ୍ତି ହୁଅନ୍ତୁ, କିନ୍ତୁ ସେ ସବୁବେଳେ ତାଙ୍କ ହାତରେ କିଛି ନା କିଛି ଦେବେ। ବିଲକୁଲ ସେଇ ସମୟର କଥା ମୁଁ କହୁଛି, ପ୍ରାୟ 30-40 ବର୍ଷ ତଳର କଥା କିମ୍ବା ତା ପୂର୍ବର କଥା। ସେ ନିଶ୍ଚୟ 5 ଟଙ୍କା କିମ୍ବା 10 ଟଙ୍କା ହେଲେ ବି ଦେବେ କିମ୍ବା 1 ଟଙ୍କା ହେଲେ ବି ଦେବେ, ହାତରେ ଏମିତି ଧରିକିରି ହାତରେ ପୁରେଇ ଦେଇକିରି ହାତଟାକୁ ନିଜେ ବାନ୍ଧି ଦଉଥିବେ। ଏକ ସ୍ପିରିଟ୍ ଆମ ପାଖରେ ଅଛି ଏବଂ ନାହିଁ ସେଇଟା ଅଲଗା କଥା। ଆମେ ଯଦି ବିଧବା, ଆମେ ଯୀଶୁ ଯେତେବେଳେ କହୁଥିଲେ ଏକ ବିଚାର ବା ଜଜିଂ କରୁଥିଲେ ଗୋଟେ ବିଧବା ବିଷୟରେ, ଯୋଉଟାକି ଲୁକ 1 ପର୍ବ 1-4 ଲେଖା ଅଛି, ଅନେକ ଲୋକମାନେ ଯାହାଙ୍କର ବହୁତ ଅଛି ସେହିପରି ଲୋକମାନେ ସମସ୍ତେ ଆସିଲେ ଏବଂ ଶୋ କରି ଅନ୍ୟମାନଙ୍କୁ ଦେଖେଇକିରି, ଆମେ ଯେମିତି ଯୀଶୁ ଅଲରେଡି କହିଛନ୍ତି କି ତୁମର ବାମ ହାତ ଯାହା ଦଉଛି ଡାହାଣ ହାତ ନ ଜାଣୁ, ଡାହାଣ ହାତ ତାହା ଯାଉଛି ବାମ ହାତ ନ ଜାଣୁ। କିନ୍ତୁ ଏଇ ଯୋଉ ଐଶ୍ୱର୍ଯ୍ୟ ଏକ ଦିଗ୍ଦର୍ଶନ ବା ଏକ ଆଜ୍ଞା ବା ପ୍ରତ୍ୟାଦେଶ, ସେଇ ବିଷୟ ଆଜି ଅନେକ ପ୍ରଭୁଙ୍କର ଶିଷ୍ୟ ଶିଷ୍ୟା ମାନେ, ପ୍ରଭୁଙ୍କର ଦାସ ମାନେ, ଦାସୀ ମାନେ ଭୁଲି ଯାଇଛନ୍ତି ଏବଂ ଆମେ ଅନେକ ସମୟରେ ଦାନ ଦଉ, କିନ୍ତୁ ସେ ଦାନ ଅନ୍ୟମାନେ କେମିତି ଜାଣିପାରିବେ, କିନ୍ତୁ ଆମେ ଯାହା ଦଉଛୁ ସେଇଟା ଆମର ତ ନୁହେଁ। वी आर स्टीवार्ड। ଆମେ ଯଦି ଆମର ପୂର୍ବ ସମୟକୁ ଦେଖିବା କିମ୍ବା ପରିସ୍ଥିତିକୁ ଦେଖିବା, ଆଜିର ସମୟକୁ ଦେଖିବା, there is a lot of difference। ଏକ ପରିବର୍ତ୍ତନ ହେଇଛି ଏବଂ ପ୍ରଭୁ ଆମମାନଙ୍କୁ ଅଶେଷ ଭାବରେ ଆଶୀର୍ବାଦ କରିଅଛନ୍ତି। ମୁଁ ଆମର ଚର୍ଚ୍ଚରେ ଯେତେବେଳେ ଦେଖେ ଚାନ୍ଦା ହୁଏ ବା ଅଫରିଂ ହୁଏ, ସେ ଅଫରିଂ ବକ୍ସରେ ଯୋଉ ପଇସା ଚାଲୁନି ସେଇ ପଇସା ବି ଲୋକ ଦବା ପାଇଁ ବ୍ୟଗ୍ର ଅଛନ୍ତି। ଏକ ଦବା ବେଳକୁ ଅନ୍ୟମାନେ ଦେଖୁଛନ୍ତି ଆଉ ସେ ବକ୍ସ ଆସୁଛି କିମ୍ବା ବକ୍ସ ପାଖକୁ ଆମେ ଯାଉଛୁ, ଲୋକମାନେ ଦେଖୁଛନ୍ତି କିଛି ଗୋଟେ ପକେଇ ଦେବାର ଅଛି, ଜଷ୍ଟ ଗୋଟେ ହାଫଜାର୍ଲି ଗୋଟେ ପ୍ରସ୍ତୁତି ଭାବରେ ନିଜକୁ ହୃଦୟର ଗଭୀରତମ ପ୍ରଦେଶର ଏକ ବୋଝ ନେଇ, ଏକ ଚିନ୍ତା ନେଇ ଘରୁ ପ୍ରାୟ ଆଜି ଅନେକ ପ୍ରଭୁଙ୍କର ଶିଷ୍ୟ ଶିଷ୍ୟା ମାନେ ଆସିବା ଭୁଲି ଯାଇଛନ୍ତି। ନିଜକୁ ପ୍ରସ୍ତୁତ କରିବା, ନିଜ ଜୀବନରେ ନିଜର ଆଉଟଲୁକକୁ ପରିପ୍ରକାଶ କରିବା ବା ନିଜକୁ ପ୍ରସ୍ତୁତ ଭଲ ଭାବରେ କରିବା, ସେଇ ବିଷୟ ସମସ୍ତେ ମନେ ରଖନ୍ତି, କିନ୍ତୁ ଏକ ଗିଭିଂ ବା ଦବା ବିଷୟରେ କେହି ବି ପ୍ରାୟ ବାଇ ମିଷ୍ଟେକ୍ ହଉ କି ଅଜାଣତରେ ହଉ ଆଜିକାଲି ଆମେ ଦେଖୁଛୁ ପ୍ରାୟ ଭୁଲି ଯାଇଥାନ୍ତି, ଯୋଉଟାକି ମୁଁ ମୋର ମଣ୍ଡଳୀରୁ ଅନୁଭବ କରୁଛି ଏବଂ ଭାବୁଛି ପ୍ରାୟ ପ୍ରତ୍ୟେକ ମଣ୍ଡଳୀ, ଅନେକ ମଣ୍ଡଳୀରେ ସେଇଟା ହେଇଥାଇପାରେ। 100ରୁ କେଜାଣେ ଗୋଟେ ଯୋଡ଼େ ମଣ୍ଡଳୀ ସେଥିରେ ବ୍ୟଗ୍ର ଥିବେ ବା ସେଆରେ ଦୃଷ୍ଟି ଦଉଥିବେ, କିନ୍ତୁ ବହୁତ କମ୍ ଲୋକ। କିନ୍ତୁ ଏଇ ବିଧବା, ଏଇ ଯୋଉ ଲୋକ 21 ପର୍ବ 1-4 ଯୋଉ ଲେଖା ଅଛି, ଯୀଶୁ ସେଇ ସମୟରେ ଦେଖିଲେ ଅନେକ ଲୋକ ବହୁତ ବହୁତ ପଇସା ଦଉଛନ୍ତି, କିନ୍ତୁ ଜଣେ ବିଧବା ସେ ଲାଷ୍ଟରେ ଆସିକିରି ସେ ଗୋଟିଏ ସିକ୍କା ବା 1 ଟଙ୍କା ସେ ଦଉଛନ୍ତି।
କିନ୍ତୁ ସେଇ ସମୟରେ ଯୀଶୁ ସେଇଠି ଶିକ୍ଷା ଦେଲେ ବା ଅନୁଯୋଗ କଲେ, ବୁଝେଇଲେ, the spirit of giving is not the quantity, ବା ଏଇଟା ବହୁତ ଏକ ଆକାରରେ ନୁହେଁ, କିମ୍ବା ଅନ୍ୟମାନଙ୍କୁ ଲୋକମାନଙ୍କୁ ଖୁସି କରିବାରେ ନୁହେଁ, କିମ୍ବା ମଣ୍ଡଳୀକୁ ଖୁସି କରିବାରେ ନୁହେଁ। ଏଇଟା ହଉଛି ଐଶ୍ୱରୀୟ ତୃପ୍ତତା ବା ପ୍ରଭୁ କଣ ଖୁସି ଅଛନ୍ତି କି, ଗଡ୍ସ ପ୍ଲିଜର କି ଆମ ଦବାରେ ସେ କେତେ ଖୁସି ଅଛନ୍ତି। That speaks about the giving. ପ୍ରଭୁ କେତେ ଖୁସି ଅଛନ୍ତି। ମୋ ପାଖରେ ଯଦି 200 କୋଟି ଟଙ୍କା ଅଛି ଏବଂ ମୋର ଏଇ ମାସରେ ଇନକମ୍ ହେଇଛି ମନେକର 20 ଲାଖ, 20 ଲକ୍ଷ, ମୁଁ କଣ 2 ଲକ୍ଷ ଦେଇଛି କି? ଏକ ପ୍ରଶ୍ନ। କିମ୍ବା 10 ମାଂସ ହିସାବରେ 2 ଲକ୍ଷ ହଉ, କିମ୍ବା ଖାଲି 10 ମାଂସ ବା ଦବା, ସେଟା ପ୍ରଭୁଙ୍କର ଆଜ୍ଞା, କିନ୍ତୁ ଆମର ହୃଦୟରେ the spirit of giving is what? କେତେ ଦୂର ଆମେ ଦବା ପାଇଁ ବ୍ୟଗ୍ର ଅଛୁ, ସେଇ ବିଷୟକୁ ଯୀଶୁ ସେଇଦିନ ବୁଝଉଥିଲେ କି କେତେ ଦୂର ଏଇ ମହିଳା, ବୃଦ୍ଧ ମହିଳା, ଈଶ୍ୱରଙ୍କ ଦାସୀ, ଯିଏକି ସୋସାଇଟିରେ, ମଣ୍ଡଳୀରେ, ସିନାଗୋଗରେ ତାଙ୍କର ପରିଚୟ ନାହିଁ, ରେକଗ୍ନିସନ ନାହିଁ, ସେ ଜଣେ ବ୍ୟାକ୍ ଡୋର ବା ବ୍ୟାକ୍ ସିଟିଂ ଲେଡି, ସିନିୟର ସିଟିଜେନ୍, କିନ୍ତୁ ସେ ତାଙ୍କ ପାଖରେ ଯାହା ଥିଲା ଆଉଟ୍ ଅଫ୍ ଦ୍ୟାଟ୍ ସେ ଖୋଜି ଖୋଜିକିରି ସେ ସବୁ ଦେଲେ। ଗୋଟେ ସାକ୍ଷ୍ୟ ଆମେ ଦେଖୁଥିଲୁ ବାଇବେଲ ସୋସାଇଟି ପାଇଁ ଦାନ ଦେବାରେ, ଜଣେ ବୃଦ୍ଧା ସେ ଗୋଟେ ଚିଠି ଲେଖୁଛନ୍ତି ଯେ ମୁଁ ଯେତେବେଳେ ଇଲେକ୍ଟ୍ରିସିଟି ବା ଦୀପ ଜାଳିକିରି କିରୋସିନରେ ମୁଁ ଯେତେବେଳେ ବାଇବେଲ ପଢୁଥିଲି, ମୁଁ ସବୁଦିନ ପଢୁଥିଲି, କିନ୍ତୁ ଆଜି ମୁଁ ଅନ୍ଧ ହେଇ ପଡିଛି। ଆଉ ମୁଁ ଯୋଉ କିରୋସିନ ଖର୍ଚ୍ଚ କରୁଥିଲି, ସେଇ କିରୋସିନର ଖର୍ଚ୍ଚର ଗୋଟିଏ ଟଙ୍କା ସେ ଗୋଟେ ସେଭ୍ କଲେ ଏବଂ ସେ ଦାନ ଗୋଟେ ଲଫାଫାରେ ଭର୍ତ୍ତି କରିକିରି ଗୋଟେ ଚିଠି ଲେଖାଇଛନ୍ତି। I could able to save this money. এই ମନିକୁ ମୁଁ ଅଲଗା ଆଡେ ମୁଁ ଡାଇଭର୍ଟ କରିନି। ଟୁଡେ ଆଇ ଏମ୍ ବ୍ଲାଇଣ୍ଡ। ମୁଁ ଶୁଣୁଛି ପ୍ରଭୁଙ୍କ ବାକ୍ୟ, ମୋ ନାତି ନାତୁଣୀ କିମ୍ବା କେହି ଜଣେ ପଢିଦେଲେ ମୁଁ ଶୁଣୁଛି, ବଟ୍ ଆଇ କୁଡ୍ ନଟ୍ ସି। ସେଥିପାଇଁ ସେ କିରୋସିନର ଯୋଉ ଖର୍ଚ୍ଚଟା I would like to donate it to the Bible Society. ଏବଂ ସେ ଦେଲେ, the amount was about 400 something, 400 କିଛି ଥିଲା, କିନ୍ତୁ that lady's write up, so it was became a wonderful testimony to the global level. ପୁରା ପୃଥିବୀରେ ତାଙ୍କର ସାକ୍ଷ୍ୟ ଚାରିଆଡେ ବ୍ୟାପ୍ତ। ଫୁଲବାଣୀର ଜଣେ ମହିଳା, ତାଙ୍କର ସାକ୍ଷ୍ୟ, giving is not a big quantity, ବା ବହୁତ ପରିକି ନୁହେଁ, କିନ୍ତୁ it is just like what our heart speaks about giving. ମାଥ୍ୟୁ 6 ପର୍ବର, ଲୁକ 6 ପର୍ବର 38 ଲେଖା ଯାଉଛି, give and ye shall be given. ଦିଅ ତହିଁରେ ତୁମମାନଙ୍କୁ ଦିଆଯିବ। ଯୋଉ ମାପରେ ତୁମେ ଦବ, ସେଇ ମାପରେ ତୁମକୁ ମପି ଦିଆଯିବ। ତ ସେଇ ମେଜରମେଣ୍ଟ, ଯେମିତି ବିଚାର ବିଷୟରେ ତା ପୂର୍ବରୁ ଅଛି, ନିଜର ଅନ୍ୟମାନଙ୍କୁ ବିଚାର କରିବା ପାଇଁ ଆମେ ଯେତେ ପ୍ରସ୍ତୁତ ହେଇଯାଉ, କିଏ କେତେ ଦେଲେ, କିଏ କଣ ଦେଲେ, କିଏ କାହିଁ ଦଉନାହାନ୍ତି, କିଏ କଣ କଲେ, ଆମେ ଅନେକ ବିଚାର ବି କରିଥାଉ। ଏଇଠି ଲେଖାଯାଏ, why you are judging your brothers? ଭାଇକୁ କାହିଁକି ବିଚାର କରୁଅଛନ୍ତି? think of yourself. ନିଜେ ଆମେ to what extent ଆମେ determined ଅଛୁ, ଏକ ସିଦ୍ଧାନ୍ତରେ ଉପନୀତ ଅଛୁ, ଏକ ସିଦ୍ଧାନ୍ତ ନେଇଛୁ how to give। ଏବଂ ଏ ଗିଭିଂ ଗୋଟେ ବହୁତ ବଡ ବାଇବଲର ଶିକ୍ଷା ଆମମାନଙ୍କ ଜୀବନରେ। ଇଟ୍ ଇଜ ଲାଇକ୍ ଏ ମିଶନାରୀ ଜିଲ୍। ଏହା ଗୋଟେ ବାସ୍ତବରେ ଏକ ବିଶେଷ ପ୍ରଚାର ଦବା ବିଷୟରେ, ଏକ ମିଶନାରୀ ଫୁଲଫିଲମେଣ୍ଟ ପାଇଁ, ବାଇବଲ ପ୍ରିଣ୍ଟିଂ ପାଇଁ, ଅନ୍ୟ ପାଳକମାନେ ତାଙ୍କର ପରିବାରର ଭରଣ ପୋଷଣ ପାଇଁ ତାଙ୍କ ପୁଅ ଝିଅକୁ ସେମାନେ ପଢେଇ ପାରୁନାହାନ୍ତି, ଭଲ ଶିକ୍ଷା ଦେବା ପାଇଁ ସେମାନେ ଅପ୍ରସ୍ତୁତ। ଆଉ ସେମାନେ ତାଙ୍କ ବିଷୟରେ ଚିନ୍ତା କିଛି ଗୋଟେ ଛୋଟ ପରିମାଣର ଆମେ ଦେଖୁଛୁ ଗାଁ ଗାଁରେ ପାଳକମାନେ ଅଛନ୍ତି। କିଛି ଦିନ ତଳେ ଗୋଟେ ପାଳକ ଆସିଥିଲେ ଆଉ ମତେ କହୁଥିଲେ, ଆଜ୍ଞା ମୋର ଛୁଆର ମୁଁ ଆଡମିସନ କରିବି। ମୁଁ କହିଲି ଆପଣ ପଇସା ଦେଇପାରିବେ ହଷ୍ଟେଲର ପାଇଁ? କହିଲେ ହଁ ଆଜ୍ଞା ଦେଇପାରିବି, ଦେଖିବାକୁ ବହୁତ ସିମ୍ପଲ ଆଉ ବହୁତ ଏମିତି। ମୁଁ ଭାବିଲି ଏ ପଇସା ଦେଇପାରିବେ। ମୁଁ କହିଲି ଆପଣ ଫ୍ରିରେ ପଢେଇବେ ନା ପଇସା ଦେବେ? ନାଇଁ ଆଜ୍ଞା ମୁଁ ପଇସା ଦେବି।
କହିଲି ଆପଣ କୋଉଠି ପାଳକ? ନାଇଁ ମୁଁ ଆମର 27ଟା ମଣ୍ଡଳୀ ଆମେ ଏକ୍ସଚେଞ୍ଜ କରୁଛୁ। ଆଜି ମୁଁ ଏଇ ମଣ୍ଡଳରେ, ମୋର ଅନ୍ୟ ଜଣେ ଭାଇ ସେଇ ମଣ୍ଡଳରେ, ଆମର ଏକ୍ସଚେଞ୍ଜ ଅଫ ପ୍ଲେସ୍ ହଉଛି। ଆଉ ଆମେ ଟିମ୍ ସ୍ପିରିଟରେ ଅଛୁ। ଯାହା ଚର୍ଚ୍ଚରୁ ଆଦାୟ ହେଲା ସେଇଟା ଏଥିରୁ 1% ଚର୍ଚ୍ଚ ପାଇଁ, 1% ଚର୍ଚ୍ଚର ଡେଭଲପ ପାଇଁ, କନଷ୍ଟ୍ରକ୍ସନ ପାଇଁ, ଗୋଟିଏ ଚର୍ଚ୍ଚର ସ୍ପିରିଚୁଆଲ ଡେଭଲପମେଣ୍ଟ ପାଇଁ, ଆଉ 1% ଆମ ପାଇଁ। 3 ଭାଗ ହଉଛି। ଆଉ ଯାହା ଆସୁଛି ସଫିସିଏଣ୍ଟ ଆସୁଛି ସାର୍। ମୁଁ ତାଙ୍କୁ ଦେଖିକିରି ତାଙ୍କ ଚେହେରା ଦେଖିଲି, ମୁଁ ବିଶ୍ୱାସ କରିପାରିଲିନି। ଆଇ କୁଡ୍ ନଟ୍ ବିଲିଭ୍। ଏବଂ ସେ ତାଙ୍କୁ ମୁଁ କହିଲି ହୋଷ୍ଟେଲ ପାଇଁ ଆପଣଙ୍କର ଆରାଉଣ୍ଡ 1 ଲାଖ ଲାଗିବ। ଆଜ୍ଞା ସେ ଠିକ ଅଛି ଆଜ୍ଞା। ସେ କହିଲେ ନାଇଁ ଯେ ମୋର ଟିକେ କମ କରିଦେବେ। ମୁଁ ରେଡି ଅଛି। ମନେ ମନେ ଭାବୁଛି ତାଙ୍କୁ ମୁଁ ଫ୍ରିରେ ପଢେଇ ପାରିବି କିମ୍ବା 20% 30% ଦେବେ। ମୁଁ ଏମିତି ମନେ ମନେ ଭାବୁଛି, କିନ୍ତୁ ଜଷ୍ଟ ଆଇ ୱାଜ୍ ଟକିଂ ଇଣ୍ଟରାକ୍ଟିଂ ୱିଥ୍ ହିମ୍। ସେ ତାଙ୍କର ଥିଙ୍କିଂଟା କ'ଣ, ସେ କ'ଣ ଭାବୁଛନ୍ତି, କ'ଣ କରିପାରିବେ ଏବଂ କ'ଣ ଦେଇପାରିବେ। ଆଉ ମୁଁ ଦେଖୁଥିଲି ହି ୱାଜ୍ ଓଭର କନଫିଡେନ୍ସ। ଆଇ କ୍ୟାନ୍ ଗିଭ୍। ପ୍ରଭୁ ବହୁତ ଦଉଛନ୍ତି ଆଜ୍ଞା। ନାଇଁ ଆପଣ କୋଉଠୁ ମିଶନର ପଇସା ଅଛି, କୋଉ ଭାଇ ସପୋର୍ଟ କରୁଛନ୍ତି, କିଏ ଦଉଛନ୍ତି? ନାଇଁ କେହି ଦଉନାହାନ୍ତି ଆଜ୍ଞା। ଆମେ ଯୋଉ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ ସେ ଦଉଛନ୍ତି। ବହୁତ ବଡ ଭଲ ଲାଗିଲା। ମୁଁ ତାଙ୍କୁ କହିଲି ଦିନେ ମୁଁ ଆପଣଙ୍କୁ ଡାକିବି। ଆଉ ଗିଭିଂ, ଏଇ ଯୋଉ ଗ୍ରାଉଣ୍ଡ ଲେଭଲର ଲୋକମାନେ, ଯେମିତି ବିଧବା ମହିଳା, ସେଇ କ୍ୟାଟେଗୋରୀର ଲୋକମାନଙ୍କ ମଧ୍ୟରେ ଗିଭିଂର ସ୍ପିରିଟ ଯଦିଓ ଆମେ ସ୍ପେସିଫାଏ କରି ଅଣ୍ଡରଷ୍ଟାଣ୍ଡ କରିପାରିନୁ, କିନ୍ତୁ ସେଇମାନେ ଦଉଛନ୍ତି। ତାଙ୍କ ଆୟର ପରିମାଣର 10%ରୁ ବେଶୀ ଦଉଛନ୍ତି। ବିକଜ ଦେ ହାଭ୍ ଏ ଡିଟରମିନେସନ, ପ୍ରଭୁ ଦେବେ ଏବଂ ସେମାନେ ଦଉଛନ୍ତି। ଏବଂ ଆମର ଆୟ ପରିମାଣର ଅନେକ ଯୋଉମାନେ ରିଚ୍, ଯୋଉମାନଙ୍କୁ ପ୍ରଭୁ ବହୁତ ଦେଇଛନ୍ତି, ସେମାନଙ୍କୁ ଷ୍ଟିୱାର୍ଡ କରିଛନ୍ତି। ଦେ ଆର୍ ଦ ଷ୍ଟିୱାର୍ଡ, ଚୌକିଦାର। ସେମାନେ ଦେ ଆର୍ ନଟ୍ ଦ ଓନର ଅଫ ଦେୟାର ପ୍ରପର୍ଟି। ପ୍ରଭୁ ଦେଇ ଦେଇଛନ୍ତି। ଆମ ପାଖରେ କିଛି ନଥିଲା, ଗଡ୍ ଇଜ୍ ଗିଭେନ୍। ତ ଏଇ ଯୋଉ ପ୍ରଭୁ ଦେଇଛନ୍ତି, ବିକଜ ଅଫ ଗ୍ରେସ୍ ଆଣ୍ଡ ବ୍ଲେସିଂ, ତାହାକୁ ଦବା ପାଇଁ ଆମେ କେତେ ଥର ବିଚାର କରୁଛୁ, ଦବୁ କି ନାହିଁ। ହ୍ୱାଟ ଆମାଉଣ୍ଟ ଆଲ୍ ଗିଭ୍। ମୁଁ କ'ଣ ଲକ୍ଷେ ଟଙ୍କା ଦେବି, 2 ଲକ୍ଷ ଦେବି, 5 ଲକ୍ଷ ଦେବି? ନାଇଁ ନାଇଁ, ମୁଁ ଟିକେ 50,000 ଦେଇଦିଏ, କିମ୍ବା 20,000 ଦେଇଦିଏ, କିମ୍ବା 10,000 ଦେଇଦିଏ। କିଏ ଜଣେ ପାଳକ ଆସିଲେ, ମୁଁ ଚିହ୍ନା ପାଳକ, ଆଜ୍ଞା ମୁଁ ଯାଉଥିଲି, ଅନେକ ଲୋକ ମିଛ ବି କହନ୍ତି, କିନ୍ତୁ ପ୍ରଭୁଙ୍କ ନାମରେ ଜଣେ ଆସିକିରି କହୁଛି ମୋର ଟ୍ରେନରେ ବ୍ୟାଗ୍ ଚୋରି ହେଇଗଲା, ଆଉ ମୁଁ ଆଜ୍ଞା ପଇସା ନାହିଁ। ଆମେ ସେଇ ଲୋକକୁ ବିଚାର କରୁଛୁ, ଏ ଗୋଟେ ଠକ, ଏ ଠକିବା ପାଇଁ ଆସିଛି। ମାନେ ଇମିଡିଏଟଲି ମାଥ୍ୟୁ 7:1 ଯୋଉ ଲକ୍ଷ୍ୟ ଲେଖା ଅଛି, why you are interested to judge others, ଅନ୍ୟମାନଙ୍କୁ ବିଚାର କରିବା ପାଇଁ why you are eager to do, ବ୍ୟସ୍ତ ହେଇ ପଡୁଛ। what about you, ତୁମ ନିଜର ଆଖିର କଡ଼ି କାଠ କାଢ। ତ ଦବା ପାଇଁ ଆମ ଭିତରେ ବହୁତ ବିଚାର ହେଇଯାଏ। ଆମେ ନିଜକୁ ନିଜେ ବିଚାର କରୁ, ଅନ୍ୟକୁ ଦେଖିକି ବିଚାର କରୁ, ଅନ୍ୟକୁ କହୁ ଭାଇ ତୁ ଇଏ ଠିକ ଲୋକ ନୁହେଁ, ଇଏ ଠିକ ଲୋକ ନୁହେଁ, ଇଏ ପଇସାକୁ ଠିକ ବ୍ୟବହାର କରିବ ନାହିଁ। ଆମେ ସେ ମାଗୁଛି 200 ଟଙ୍କା, 100 ଟଙ୍କା, 50 ଟଙ୍କା, କିନ୍ତୁ ଆମେ ଦେବା ପରିବର୍ତ୍ତେ ଠିକ ଅଛି ସେ ଯଦି ମିଛ କହୁଥିବ ନେଇଯିବେ। ଆମକୁ ଯୋଉ ଷ୍ଟିୱାର୍ଡସିପରେ ପ୍ରଭୁ ଯୋଉ ଚୌକିଦାର ବନେଇକିରି କୋଟି କୋଟି ଟଙ୍କାର ଅଧିକାରୀ କରି ଅଛନ୍ତି, ହଜାର ହଜାର ଟଙ୍କାର ଅଧିକାରୀ କରି ଅଛନ୍ତି, ଲକ୍ଷ ଲକ୍ଷ ଟଙ୍କାର ଅଧିକାରୀ କରି ଅଛନ୍ତି, ସେଇଠୁ ଯଦି ଆମେ 50-100 ନିର୍ବିଚାରରେ ଦେଇ ପାରୁଛୁ, ଯେହେତୁ ସେ ଯୀଶୁଙ୍କ ନାମ ନେଇ ଆସିଛି, ମିଛ କହୁଛି କି ସତ କହୁଛି, we cannot have the right to judge. ଆମେ 50 ଟଙ୍କା ଦବା, we do not have any right to judge that person. ତାକୁ ବିଚାର କରିବା ପାଇଁ ଆମ ଅଧିକାର ନାହିଁ, କିନ୍ତୁ ଆମେ କରି ଚାଲିଛୁ। ତ ମୋ କହିବାର ଅର୍ଥ, ଐଶ୍ୱର୍ଯ୍ୟ, ପ୍ରେରଣା, ପ୍ରତ୍ୟାଦେଶ ବାସ୍ତବତାରେ ଆମ ଜୀବନରେ ପ୍ରତିଫଳିତ ହଉ, ଯୋଉ ଦ୍ୱାରା ଆମ ଭିତରେ ଏକ ସ୍ପିରିଚୁଆଲ। ମୁଁ କଟକରେ ଗୋଟେ କନଭେନସନ ହଉଥିଲା, ଆଉ ମତେ ସେମାନେ ଡାକିଥିଲେ, ମନେ ପଡୁନି, ସେଇଠି ରାଉତ ବୋଲି ଜଣେ ପାଷ୍ଟର ଥିଲେ, ବହୁତ 1.5-2 ବର୍ଷ ତଳର କଥା। ଆଉ ହଠାତ୍ ଜଣେ କହିଲେ, ଭାଇ BSI ର ମିଟିଂରେ ଯାଇଥିଲି, କହିଲେ ନାଇଁ ସେଠି ସନ୍ଧ୍ୟାରେ ଗୋଟେ ମିଟିଂ ଅଛି, ଆଉ ଗୋଟେ ବଡ କନଭେନସନ ହବ, ଡାକୁଥିଲେ, ଆପଣ ଯିବେ କି? ବୋଲି ଚାଲ ଯିବା। ସେଇଠି ମୁଁ ବସିକିରି
ଚୁପଚାପ ମୁଁ ବସିଛି, ଅନ୍ୟମାନେ ସବୁ ଚାଲିଲେ, କିଏ କେତେ ଟଙ୍କା ଦବ ଓପନଲି ସବୁ ଡିସକ୍ଲୋଜ ହଉଥିଲା। ମୁଁ ଦେବି 20,000, ମୁଁ ଦେବି 50,000, ମୁଁ ଦେବି 40,000, ମୁଁ ଦେବି ଲକ୍ଷେ। ସେଇ ଭିତରେ ମୁଁ କିଛି କହିଲିନି, କିନ୍ତୁ ମତେ ପ୍ରଭୁ ପ୍ରତ୍ୟାଦେଶ ଦେଲେ କି ଦିସ୍ ମିଟିଂ ଇଜ ଜେନ୍ୟୁଇନ୍। ଏଠି ଯେ ଆୟୋଜକ କିଏ ଅଛି, କଣ କରୁଛନ୍ତି, କେମିତି ହବ, ବଟ୍ ଦ ଆଉଟକମ୍ ଦ ମିଟିଂ ୱିଲ୍ ବି ବେନିଫିସିଆଲ ଫର ଦ ମିନିଷ୍ଟ୍ରି ଅଫ ଗଡ୍। ଓଡ଼ିଶାର କାର୍ଯ୍ୟ ପାଇଁ, ଐଶ୍ୱର୍ଯ୍ୟ କାର୍ଯ୍ୟ ପାଇଁ ନିଶ୍ଚିତ ଭାବରେ ଏକ ରୂପରେଖ ଦବ। ଏବଂ ମୁଁ ସେତେବେଳେ ଐଶ୍ୱର୍ଯ୍ୟ ପ୍ରଭୁ ଯେତେବେଳେ ଷ୍ଟାମ୍ପିଂ କଲେ କି ଇଟ୍ ଇଜ ଏ ଜେନ୍ୟୁଇନ୍ ମିଟିଂ, ମୁଁ ସେମାନଙ୍କୁ କିଛି କହିଲିନି ୱିଥଆଉଟ୍ କନସଲଟେସନ। ମୁଁ ଚିନ୍ତା କଲି, ପ୍ରଭୁ ମତେ ଜଣେଇଲେ, ମୁଁ ପ୍ରଭୁଙ୍କୁ ପଚାରିଲି, ପ୍ରଭୁ କଣ ମୁଁ ବି ଏକ ଦେବି 1,00,000? ପ୍ରଭୁ କହିଲେ why you are making yourself very small? ସେଇଠି ପ୍ରଭୁଙ୍କ ସାଙ୍ଗେ କଥାବାର୍ତ୍ତା ହଉ ହଉ ପ୍ରଭୁ କହିଲେ you have to give for this meeting 10 lakhs. ଓକେ, this is your money. ଆଉ ସେଇଠି ମୋର ବ୍ୟାଗ୍ କାଢିକି ମୋ ଚେକରେ ମୁଁ ଲେଖିଲି, ଆମାଉଣ୍ଟ ଲେଖିଦେଲି। ପ୍ରାର୍ଥନା ସେମାନେ କରୁଥିଲେ, ବହୁତ ବର୍ଡନରେ ପ୍ରାର୍ଥନା କରୁଥିଲେ, ସେମାନେ ଡିକ୍ଲାରେସନ ସମସ୍ତେ କଲେ, ମୁଁ କଲିନି। ମୁଁ କହିଲିନି କି ମୁଁ ଦେବି କେତେ। ସେମାନେ ପଚାରିଲେ ପଟ୍ଟନାୟକ ବାବୁ କେତେ ଦେବେ? ନାହିଁ, ମୁଁ ମୋର ଯାହା ପ୍ରଭୁ କହିବେ ଦେବି। ଏବଂ ମୁଁ ସେଇ ପ୍ରାର୍ଥନା ସମୟରେ ଗଡ୍ ଗାଇଡେଡ ଟୁ ଗିଭ୍ 10 lakhs। ଆଉ ମୁଁ ସାଙ୍ଗେ ସାଙ୍ଗେ ସେଇ ଦାନ ଥଳିରେ 10 lakhs ଲେଖିକି ମୁଁ ରଖିଲି। କିନ୍ତୁ କାହା ନାଁରେ ଲେଖା ହବ ନଥିଲା। ହେଲେ ମୁଁ ପଚାରିବି ନାହିଁ, ସେମାନେ ଜାଣିବି ନାହାନ୍ତି। ସେମାନେ ତାପରେ ପଛରେ କେସ୍ କଲେ, ଆଉ ମୋ ପାଖକୁ ପୁଣି ଫେରିଲେ 10 ଦିନ ପରେ ଉପରେ ମୋର ଅକ୍ଷର ଲେଖିବା ପାଇଁ। ମୁଁ ଲେଖିଲି। ମୋ କହିବାର ଅର୍ଥ, why to boast? ଅନ୍ୟମାନଙ୍କୁ ସେଇ ବିଧବା 1 ଟଙ୍କା ଦେଲେ ଏବଂ ତାଙ୍କ ସର୍ବସ୍ୱ ଦେଲେ। କୋଉ ଲୋକ ବ୍ୟକ୍ତି ଆସୁଛି, ସେଇ ବ୍ୟକ୍ତି ଏକ ଛୋଟ ବାଳକ, ଆଉ ମୁଁ ଭାବୁଛି ସେ ଝୋପଡି ମଣ୍ଡଳୀ ମାନଙ୍କରେ, ଓଡ଼ିଆ ମଣ୍ଡଳୀ ମାନଙ୍କରେ ପ୍ରଚାର କରୁଥିବେ, ତାଙ୍କର ଡ୍ରେସ, ତାଙ୍କ ଜୋତା ଚପଲ, ତାଙ୍କ ଚେହେରା ମୁଁ ଅନୁମାନ କଲି ଇଜ ଡେଫିନେଟଲି ଏ ପୁଅର ପାଷ୍ଟର, ଗରିବ ପାଳକ। କିନ୍ତୁ ହି ହାଜ ଏ କରେଜ କି ମୁଁ ମୋ ପିଲା ପାଇଁ ମୁଁ 1 lakh I will pay for the year, ଦେବି। ସେ କହୁନାହାନ୍ତି ହି ଇଜ ନଟ୍ ବାଉଡାଇଂ କି ତାଙ୍କୁ ଆଜ୍ଞା ମତେ ଟିକେ ହେଲ୍ପ କରନ୍ତୁ, ହାତ ଯୋଡ଼ିଲେ ନାହିଁ ମତେ। That people are strong to strongest। ଏବଂ ସେମାନଙ୍କ ମଧ୍ୟରେ ବିଶ୍ୱାସର ଶିଖରରେ ସେମାନେ ଅଛନ୍ତି। ଏବଂ ସେଇ ବିଶ୍ୱାସର ଶିଖରରେ ଯେମିତି ମାଥ୍ୟୁ 11 ଲେଖାଯାଏ, ଓ ଲେବରର ଆଣ୍ଡ ହେଭି ଲେଡେନ୍, ପରିଶ୍ରାନ୍ତ ଭାରକ୍ରାନ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ। ଆହୁରି ଆଉ ଲେଖା ଅଛି, ୟୁ କଲ୍ ମି ଆଣ୍ଡ ଆଇ ୱିଲ୍ ଆନ୍ସର ୟୁ। ମତେ କୁହ, ମୁଁ କରିବି। There is no any impossibility that will be done for you। ଅଭାବ ଅସୁବିଧା ଅଛି, but that will be solved because God is କାଲି, ଆଜି ଏବଂ ସଦା ସର୍ବଦା ସେ ସମାନ ଅଛନ୍ତି। ଏବଂ ସେଇ ପରିପ୍ରେକ୍ଷୀରେ ଆଜି ଏହି ସମୟରେ এই ପ୍ରାତଃକାଳର ସେବାରେ ଆପଣମାନଙ୍କର ସମସ୍ତଙ୍କ ଉପସ୍ଥିତିରେ ମୁଁ ସବୁବେଳେ ଆପଣଙ୍କ ବହୁତ ବହୁତ ଧନ୍ୟବାଦ ଦିଏ। ଏ ସକାଳେ ଆପଣମାନେ ଏକତ୍ରିତ ହୋଇ ଯେପରି ଭାବରେ ଏଇ ଗ୍ରୁପକୁ ଲିଡ୍ କରୁଛନ୍ତି, ଦିସ୍ ଇଜ ଆନ୍ ଏକ୍ସାମ୍ପଲ, ଗ୍ଲୋବାଲ ଏକ୍ସାମ୍ପଲ ମୁଁ କହିପାରିବି। କାହିଁକି ପ୍ରାୟ ସକାଳେ ଉଠିକିରି ଯୋଉ ଗ୍ରୁପ କରନ୍ତି, ପ୍ରାୟ ଜଣେ ଦି ଜଣ, ପ୍ରେରିତ ପାଉଲ ଆଉ ଶିଲା, ସବୁବେଳେ ମୁଁ କହେ ପାଉଲ ଆଉ ଶିଲା ଜଣେ ଦି ଜଣ କରିଥାନ୍ତି। ବହୁତ ଗ୍ରୁପ ମୁଁ ଦେଖିଛି, ଆର୍ଲି ମର୍ଣ୍ଣିଂ ଗ୍ରୁପରେ ବହୁତ କମ୍ ଲୋକ ଥାନ୍ତି। କିନ୍ତୁ ଆପଣଙ୍କ ଲିଡରସିପ ପାଇଁ ମୁଁ ନିଶ୍ଚିତ ଭାବରେ ଏପ୍ରିସିଏଟ କରୁଛି। ଫ୍ରମ୍ ଦ ଡେପ୍ଥ ଅଫ୍ ମାଇ ହାର୍ଟ ହୃଦୟର ଗଭୀରତମ ପ୍ରଦେଶରୁ ଧନ୍ୟବାଦ ଦଉଛି କି ଏ ଗ୍ରୁପ ପାଇଁ ନିଶ୍ଚୟ ଦିସ୍ ଗ୍ରୁପ ଇଜ ଆନ୍ ଏକ୍ସାମ୍ପଲ। ଆଉ ଅନ୍ୟମାନଙ୍କୁ ଇନ୍ସପାୟାର କରିବା, ଗାଇଡ କରିବା ଏବଂ ଶିକ୍ଷା ଦବା ଏବଂ ସେମାନଙ୍କୁ ଠିକ ରାସ୍ତାରେ ନବା ପାଇଁ ଐଶ୍ୱର୍ଯ୍ୟ ପ୍ରତ୍ୟାଦେଶ ବାଣୀ ଦ୍ୱାରା, ପ୍ରଭୁଙ୍କ ଶିକ୍ଷା ଦ୍ୱାରା ଅନ୍ୟମାନଙ୍କୁ ନବା ଏବଂ ସାକ୍ଷ୍ୟ ଗୋଟେ ସବୁଠୁ ବଡ ଶିକ୍ଷା। ଶିକ୍ଷା ବଡ ନୁହେଁ, ସାକ୍ଷ୍ୟ ସବୁଠୁ ବଡ ଶିକ୍ଷା। ଟେଷ୍ଟିମନି ଇଜ ଦ ଲାଇଫ ସ୍ପିକିଂ, ଲାଇଫ ଗିଭିଂ ଟେଷ୍ଟିମନି। ଆମ ଜୀବନରେ ଆମେ କଣ କରିଛୁ ସବୁବେଳେ ସେଇ ବିଷୟ ସାକ୍ଷ୍ୟ ଦିଏ। ଏବଂ ପ୍ରାର୍ଥନାର ଅନୁରୋଧ, ରିଲାଇଂ ଅପନ୍ ଗଡ୍ସ, କି ସେ କିଏ, ଆମେ ତାଙ୍କୁ ପ୍ରାଧାନ୍ୟତା ଦେଇ, ତାଙ୍କ କାର୍ଯ୍ୟକୁ ପ୍ରାଧାନ୍ୟତା ଦେଇ ଆମେ ପ୍ରାର୍ଥନାର ଅନୁରୋଧ ଲୋଡ଼ିଛୁ। ଯାହାର ଯାହା ଅସୁବିଧା ଅଛି ଆମେ ଏଠି କ୍ରନ୍ଦନର ସହିତ ଅନୁରୋଧ କରୁଛୁ। ଏ ସବୁ ଗୋଟେ ଗୋଟେ ଉଦାହରଣ ଏବଂ ଆପଣମାନଙ୍କୁ ମୁଁ ହୃଦୟର କୃତଜ୍ଞତା ଏବଂ ଧନ୍ୟବାଦ ଅର୍ପଣ କରୁଛି। କିନ୍ତୁ ଏଇ ସବୁ ଭିତରେ ଗିଭିଂ ଇଜ ଏ ଭେରି ପ୍ରାକ୍ଟିକାଲ ଏକ୍ସାମ୍ପଲ। ମୁଁ ମୋର ଗୋଟେ ଉଦାହରଣ କହିକିରି ମୁଁ ପ୍ରାୟ
ସମୟ ଆଉ 2-3 ମିନିଟ୍ ଅଛି, ମୁଁ ଶେଷ କରିବାକୁ ଚାହେଁ। ଝାରସୁଗୁଡାରେ ଜଣେ ପ୍ରଭୁଙ୍କ ଦାସ, ତାଙ୍କ ୱାଇଫ ଆମେରିକାନ, ସ୍ୱାମୀ ଫୁଲବାଣୀରେ କାମ କରୁଥିଲେ, କୋଉଠି କଟକ ସାଇଡ ରହିପାରନ୍ତି। 2 ଜଣ ଛୁଆ, ଗୋଟେ ଝିଅ ଗୋଟେ ପୁଅ। ହଠାତ୍ ମତେ ସକାଳୁ ସକାଳୁ ଦିନେ ରହିବା ମାନେ ଶନିବାର ଦିନ ମତେ ଇଚ୍ଛା ହେଲା, ଆମର ଗୋଟେ ଦୋକାନ ଥିଲା, ଦୋକାନକୁ ମୁଁ ବନ୍ଦ କରିଦେଲି। ମୁଁ କହିଲି ଆଜି ମୁଁ ଝାରସୁଗୁଡା ଯିବି, ସେଇ ପାଳକଙ୍କ ଘରକୁ ଟିକେ ଯିବି। ମତେ ବାରମ୍ବାର 2-3 ଦିନ ମନେ ପଡିଲା। ସେଇ ସମୟରେ ଆମ ଦୋକାନ ଗୋଟେ ଥିଲା, ସୋରୁମ ଗୋଟେ ଥିଲା, ସେଠି ମୁଁ ଥିଲି। ସେଠୁ ମୁଁ କହିଲି ନାଇଁ ମୁଁ ଯିବି, ଆଉ ମୁଁ ସେଠୁ ବାହାରି ଗଲି। ମୋର ହିରୋ ହୋଣ୍ଡା ଗୋଟେ ମୋଟରସାଇକେଲ ଥିଲା, ଧରିଲି ଚାଲିଲି। ତାଙ୍କ ଘରକୁ ଯାଇକିରି ଘର ପାଖରେ ଯେମିତି ପହଞ୍ଚୁଛି, ଦେଖିଲି ତ କ୍ରାଇଂ, ପ୍ରେୟାର ୱିଥ କ୍ରାଏ from the depth of the heart। ସେମାନେ ପ୍ରାର୍ଥନା କରୁଛନ୍ତି, ହୋଲ ଫ୍ୟାମିଲି, 4 people, ପ୍ରଭୁ ତୁମେ ଦବ ତ ଦିଅ, ନହେଲେ ନ ଦିଅ। We cannot go and beg anybody। ଆମେ କାହା ପାଖକୁ ଯାଇକିରି ଭିକ୍ଷା କରିବୁ ନାହିଁ, ରେଦର ଆମେ ମରିବୁ। ଛୋଟ ଛୁଆ ଦିଟା ବି ପ୍ରାର୍ଥନା କାନ୍ଦି କାନ୍ଦି କରୁଛନ୍ତି, ମା ବାପା କରୁଛନ୍ତି କି you have to give us, you are the living God। ତମେ ପ୍ରତିଜ୍ଞା କରିଛ, you have told the key is with you, open it and take it, then why you will go to other place। ଅନ୍ୟ ଜାଗା କାହିଁକି ଆମେ ଯିବୁ, କାହାକୁ କାହିଁକି କହିବୁ। ଏବଂ ସେମାନେ ସେଇ ପରିପ୍ରେକ୍ଷୀରେ ପ୍ରାର୍ଥନା କରୁଛନ୍ତି। ଡୋର ପାଖରେ ଠିଆ ହେଲି, ମୁଁ ବହୁତ ଦେରି ଠିଆ ହେଲି, ବହୁତ ଦୁଃଖ ଲାଗିଲା ମତେ। ତାପରେ ମୁଁ ନକ୍ କଲି, ସାଙ୍ଗେ ସାଙ୍ଗେ ସେମାନେ ପ୍ରାର୍ଥନା ବନ୍ଦ କରିଦେଲେ, ଖୋଲିଲେ। ମୁଁ ବସିଲି ଭିତରେ ଚୁପଚାପ। କିଛି ଦେରି ପରେ ମୋ ପାଖରେ ପକେଟରେ ଯାହା ଥିଲା, ମୁଁ କିଛି ଥିଲା ମୁଁ ଗଣି ନେଇ, କିଛି ନେଇ ଗଣିବା ପାଇଁ ମଧ୍ୟ ପ୍ରୟାସ କରିନି। ସବୁ ପଏଣ୍ଟରୁ ଆରମ୍ଭ କରି ସେ ଟଙ୍କା ସିକ୍କା ଯାହା ଥିଲା ସବୁ ବାହାର କରିକି ତାଙ୍କୁ ଦେଲି। ତାପରେ ସେଇଠୁ ପ୍ରାର୍ଥନାକୁ ଆମେ କଲୁ, ଶିକ୍ଷା ସେ ଦେଲେ, ଚାଲିଲା। ତାପରେ ମୁଁ ବାହାରିଲି। ବାହାରିବା ସମୟରେ ସେମାନେ ଗେଟରେ ଠିଆ ହେଲେ, ଠିକ ଅଛି ଭାଇ ଧନ୍ୟବାଦ, ଠିକ ଅଛି ଭାଇ ଧନ୍ୟବାଦ। ମୁଁ ମୋର ମୋଟରସାଇକେଲ ଷ୍ଟାର୍ଟ କରୁଛି, ଗୋଟେ କିକ୍ ମାରିଲି। ସବୁବେଳେ ଗୋଟେ କିକରେ ଆରମ୍ଭ ହେଇଯାଏ, କିନ୍ତୁ ଏଇଟା ଆରମ୍ଭ ହିଁ ହଉନି, ଷ୍ଟାର୍ଟ ହଉନି। କିକ୍ ମାରି 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 ଝାଳ ନାଳ ଜିତ ହଉଛି, ବହୁତ ଦୁଃଖ ଲାଗିଲା। ତାପରେ ଟିକେ ଭାଇ ମୁଁ ଟିକେ ଠେଲିକି ସିଆଡକୁ ଟିକେ ନେଇଯାଏ, ଆପଣ ମାନେ ରେଷ୍ଟ ନିଅନ୍ତୁ। ନାଇଁ 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 ଆମେ ନାଇଁ ନାଇଁ ଆପଣ ଯାଆନ୍ତୁ। ତାଙ୍କୁ ଯେତେ ବାଧ୍ୟ କଲି, ଗଲେନି, ମୁଁ ବାଧ୍ୟ କରି ତାଙ୍କୁ କହିଲି ଆପଣ ଯାଆନ୍ତୁ। ଆଉ ମୁଁ ତାକୁ ଧରିକି ଚାଲିଲି। କିଛି ଦୂର ଗଲା ପରେ ଏକା ଜାଗାରେ, ଅନ୍ୟମାନଙ୍କ ସାମ୍ନାରେ ଟିକେ ଲଜ୍ଜା ଲାଗିଲା, ଏକା ଜାଗାରେ ସେ ଖୋଲିଲି, ପଏଣ୍ଟ ପଏଣ୍ଟ ଖୋଲା ଖୋଲି ତାପରେ ଷ୍ଟାର୍ଟ କରିବାକୁ ଚେଷ୍ଟା କଲି, ହେଲାନି। ଆଉ ରୋଡ ପର୍ଯ୍ୟନ୍ତ ଗଲି, ଆଉ ଜଣେ ଭାଇ ବାହାରିଲେ। ସେ ଦେଖିଲେ, ଭାଇ ଆପଣଙ୍କର ତ ତେଲ ନାହିଁ, ଟାଙ୍କିରେ ତେଲ ନାହିଁ, ଦେଖନ୍ତୁ ଆପଣ ଇଆଡେ ସିଆଡେ କଣ ଠିକ ଜାଗା ଦେଖୁନାହାନ୍ତି। ମୁଁ ତେଲଟା ଭୁଲି ଯାଇଛି। ସେତେବେଳେ ମନେ ପଡିଗଲା 5 ନିର୍ବୁଦ୍ଧି କନ୍ୟାଙ୍କ ବିଷୟରେ। ତେଲ ନାହିଁ, ହଉ ଠିକ ଅଛି, ମୁଁ ଚାଲିଲି ତେଲ ଦୋକାନ, ଠେଲିକି ନେଲି। ତାପରେ ପକେଟ ଅଣ୍ଡାଳୁଛି, ମୁଁ ଦେଖୁଛି ଗୋଟିଏ କଣା ପଇସା ବି ନାହିଁ। ଆରେ ମୁଁ ଦେଇଛି। ଶୈତାନ ମତେ ଶିଖଉଛି, ଆରେ ବାବୁ ବହୁତ ବାହାଦୁରୀ ମାରିକି ଦେଇଦେଲୁ, କିଛି 50 ଟଙ୍କା ତ ରଖିଥାନ୍ତୁ। କିନ୍ତୁ ମୁଁ ବୋଇଲି ମୋର ଇଚ୍ଛା, ମୁଁ ଯାହା କଲି। ମୁଁ ସେଇଠି ନେଲି ଗାଡି, ରୋଡ ସାଇଡରେ ରଖିଦେଲି। ବସ ରେ ବି ବସ ବାଲା କହିଲି ଭାଇ ପଇସା ନାହିଁ, ମୁଁ ଯିବି ଘର ପର୍ଯ୍ୟନ୍ତ ପହଞ୍ଚିବି। ଘରେ ପହଞ୍ଚିଲି। ତାପରେ ମୁଁ ଷ୍ଟାଫକୁ କହିଲି ଭାଇ ଯାଅ ସେଠିକି ଯାଇକି ସେଟା ଗାଡି ଧରି ଆଣ। ଆଉ ସେମାନେ ଗଲେ, ଆଣିଲେ, ସରିଗଲା। ତାର ଆର ଦିନ ସକାଳେ ଗୋଟେ ବଡ ଏକଦମ ମୁଛା ଧରିକି ଗୋରଖପୁରରୁ ଗୋଟେ ଲୁଙ୍ଗି ଫୁଙ୍ଗି ପିନ୍ଧିକିରି ବିରାଟ ଗୋଟେ କାୟା ବ୍ୟକ୍ତି ଆସିକିରି ଫଟଫଟଉଛି ମୋ ଘର। ସେ ବିହାରର ଲୋକ, ଉତ୍ତରପ୍ରଦେଶର କୋଉ ଜାଗାର ଲୋକ। ସେ ଆମର ବାପାଙ୍କ ଠାରୁ, ସେ ଯିଏ ଆମ ଶ୍ୱଶୁର ହେବେ, ସେ ତାଙ୍କଠୁ ସେ ବହୁତ ଟଙ୍କା ଧାର ନେଇଥିଲେ ତାଙ୍କ ଝିଅର ବାହାଘର ପାଇଁ। ସମୟ ସରିଯାଇଛି, କିନ୍ତୁ ଆଉ 1 ମିନିଟ ମୁଁ ସରେଇବି।
ବାହାଘର ପାଇଁ ନେଇଥିଲେ ସେଇ ଟଙ୍କା ତାଙ୍କ ଝିଅର ବାହାଘର ପାଇଁ ପ୍ରାୟ 25 ବର୍ଷ ବିତି ଯାଇଛି। ସେଇ ଝିଅ ସେଇ ଭିତରେ ବାହାଘର ସରିଛି ଏବଂ ଝିଅ ଅନେକ ବର୍ଷ ବିତି ଯାଇଛି, କିନ୍ତୁ ସେ ଶ୍ୱଶୁର ଘରେ ସେ ଏବେ ପାଗଳ ହେଇଯାଇଛି ଏବଂ ଶ୍ୱଶୁର ଘରେ ତାକୁ ନିର୍ଯାତନା ଦେଉଛନ୍ତି ବହୁତ। ତାଙ୍କର ସେ ଅନେକ ପ୍ରକାର ତାଙ୍କ ଅଭ୍ୟାସ ଅଛି, ସେଇ ପ୍ରକାରେ ସେ କଣ କରିକି ସେ ଝିଅକୁ ଠିକ କରିବେ ଚେଷ୍ଟା କରିଛନ୍ତି, କିନ୍ତୁ ପୂଜା ଆରାଧନା କରିକି କିନ୍ତୁ ପାରିନାହାନ୍ତି ଏବଂ ସେଇ ଝିଅ ଖାଲି ବହୁତ ପରିଶାନୀ କରୁଛି, ନିଜର ବିବସ୍ତ୍ର ହେଇକିରି ପାଗଳ ହେଇଯାଇଛି। ଏବଂ ୟାଙ୍କୁ ସେତେବେଳେ ମନେ ପଡିଗଲା ଆମର ଶ୍ୱଶୁରଙ୍କର ଯୋଉ ଧାର, ଯେ ୟାଙ୍କ ଚେହେରା ଖାଲି ତାଙ୍କ ମୁଣ୍ଡରେ ଆସିଛି। ତାଙ୍କ ଚେହେରା ଆସୁଛି କି ସେଇ ଡାନିଏଲ ବାବୁ ତ ସିଏ ଦେଖିଲେ ବୋଧେ ମୁଁ ତାଙ୍କ ପଇସା ନେଇ ଯୋଉ ଫେରସ୍ତ କରିନି, ସେଥିପାଇଁ ମୋ ଘରେ ଏଇ ସମସ୍ତ ସମସ୍ୟା। ଗୋଟିଏ ବୋଲି ଝିଅ ଆଜି ସେ ପାଗଳ ହେଇଯାଇଛି, ତାକୁ କିଏ କୋଉମାନେ ଗୁଣି ଗାରିଣୀ କରିଛନ୍ତି କଣ କରିଛନ୍ତି, ଆଉ ସେ ବହୁତ ପରିଶାନୀରେ ଅଛି। ସେ କାନ୍ଦି ପକେଇଛନ୍ତି ହୋଲ ପରିବାର, ତାଙ୍କ ଜମି ବିକ୍ରି କରିକିରି ସେ 5 ଟଙ୍କି 10 ଟଙ୍କି 20 ଟଙ୍କି ଆଉ 50 ଟଙ୍କି 100 ଟଙ୍କି ସେତେବେଳେ ସେତିକି ଚାଲୁଥିଲା, ସବୁ ଯାକ ଗୋଟେ ପ୍ୟାକେଟ ଗୋଟେ कार्टून କରିକିରି बांधिगिरी आनिकिरी मो पाखरे रखिले। ये आपका अमानत ले जाइए। मैं बोला क्या अमानत में नहीं जानता हूं, क्या है ये? नहीं नहीं ऐसे तापर ताको साक्ष्य कहले, अजी डैनियल बाबू से जो मैं पैसा ले लिया था वो पैसा वापस नहीं किया, इसलिए मेरी लड़की आज परेशानी में है, आज उसका तकलीफ हो गया है और मैं चाहता हूं वो पैसा दे देना। इसके लिए भाई जी बहुत परेशान होके मैं ये पैसा को कलेक्शन करके लाया हूं और आप इसको ग्रहण करिए। somebody requesting me to take this money, जो विषय मु जानी ना और सही विषय घटी 24 घंटा भितर बिलो 24 आवर्स रे प्रभु केबे कार करज होंती नहीं एंड ही वांट्स टू रिटर्न इट बैक। लोक 6 और 30 लिखा जाए, जो मापरे तुम्हें मापी की दबो सही मापरे तुमको मकई दिया जीव। प्रभु आपण मान को आशीर्वाद करंतु हम समस्त को आम ये देवा विषय रे ये एक मिशनरी झील एवं ऐश्वर्य कार्य को आम अग्रगति करि परिबा এই বিষয় অনেক নিকট যাবত। थैंक यू टुकु भाई। आपण आरंभ कले जे मु प्रस्तुत हेनी बा भूली जाइथिली, किंतु आपणकर जो रिच एक्सपीरियंस ताको जतले आपण शेयर करथिले मु कहली ए तो कोनोसी गुण रे